ମୁଁ ସନାତନୀ ହିସାବରେ ସବୁ ଧର୍ମକୁ ସମ୍ମାନ କରେ and ସବୁ ଧର୍ମକୁ ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରେ। ଏ ବାଘ ଟିକେ କଣ ଜଙ୍ଗଲରେ ଗଡଯିବା ଛାଡିଦେଲା ଯେ ଜଙ୍ଗଲଟା ବିଲେ ରହିଯିବ। ସାଙ୍ଗମାନେ ଆଜି ଆମେ କଥା ହେବା ଜଣେ ଭଦ୍ର ବ୍ୟକ୍ତି ବିଷୟରେ, ଯିଏକି ପ୍ରକୃତରେ ଭଦ୍ର ନୁହଁ, ଆତ୍ମଘୋଷିତ ଭଦ୍ର। ବାଳ ଗୋଟେ କଥା ବୁଝିପାରୁନି, ତା ସାଙ୍ଗରେ ଆଉ ଜଣେ ଅତି ଭଦ୍ର ବ୍ୟକ୍ତି ବିଷୟରେ କଥା ହେବା, ଯାହାର ପ୍ରତିଟି କଥାରେ କେବଳ ଭଦ୍ରାମି ହିଁ ଥାଏ। ତାହେଲେ ଆଉ ଡେରି କାହିଁକି, ଭୁବନେଶ୍ୱର ମୁଣ୍ଡା ଏବଂ ଅନଟ୍ୟାଲେଣ୍ଟେଡ ଗାୟ ବିଷୟରେ ଆଳାପ ଆଲୋଚନା କରିବା। ଆଉ ହଁ, ସେ ଦୁଇ ଜଣ ସମ୍ପର୍କରେ ଶଳା ଭେଣେଇ ମଧ୍ୟ। ସଙ୍ଗ ର ମ୍ୟୁଜିକ ମାଷ୍ଟରିଂ ସବୁ କିଛି ବୋବାଲ ହେଇଛି। ଲାଇକ୍ ଗୋଟେ ବଢିଆ ଭାଇବ କ୍ରିଏଟ କରୁଛି and ବହୁତ ବଢିଆ ବି ଲାଗୁଛି, କିନ୍ତୁ ଗୀତର ଲିରିକ୍ସ ତତେ ଗାଣ୍ଡି ମାରି ଦଉଛି, ସରି ମାନେ ତମକୁ ଭଲ ଲାଗୁନି। ଭାଇ ଦେଖ, ସେ ଗଞ୍ଜେଇକୁ ପ୍ରମୋଟ କରିନାହିଁ, ଗୀତଟା ଗୋଟେ ୟୁନିକ୍ ଟଚ୍ ଦେବା ପାଇଁ, ଲୋକଙ୍କୁ କେମିତି ଏଣ୍ଟରଟେନିଂ ଲାଗିବ, ଭଲ ଲାଗିବ, ସେଥିପାଇଁ ଗୋଟେ ନୂଆ ଷ୍ଟାଇଲରେ ତିଆରି କରିଛି। ଏକଥା ମୁଁ କହୁନି, ଏକଥା ଉଦିତ କହୁଛି। ପ୍ରମୋଟ ହଉନାହିଁ, ଗୋଟେ ଗୀତକୁ ଗୀତ ଆକାର ନାହିଁ, ଗୀତର ବାଳ ଗୋଟେ କଥା ବୁଝିପାରୁନି, ସଙ୍ଗ ର ଷ୍ଟାର୍ଟିଂ ରୁ ଏ ଶଳାଟି ଗଞ୍ଜେଇ ପିଲା ଭଳିଆ କାହିଁ ଠେଲି ହଉଛି। କଣ କହିଲ ମୋ ଭାଇ, ଗଞ୍ଜେଇ ପିଲା ଭଳିଆ କାହିଁକି ଠେଲି ହେଉଛି? ତତେ କହୁଛି ଶୁଣ, ଯଦି ଗୋଟେ ସିନ୍ରେ ଗୋଟେ ଲୋକକୁ ଆଉ ଗୋଟେ ଲୋକ ମାରୁଛି, ଆଉ ଯେ ମାଡ଼ ଖାଉଛି ସେ ମାଡ଼ ଖାଇବାର ଆକ୍ଟିଂ କରୁଛି, ତାକୁ କଷ୍ଟ ହେବାର ଆକ୍ଟିଂ କରୁଛି, ତାହେଲେ ତ ତୁ କହିବୁ ଯେ ସତରେ ମାଡ଼ ଖାଇଲା ଭଳିଆ କାହିଁ ହେଉଛି। ଆରେ ଭାଇ, ସେଇଟା କରାଯାଏ ଲୋକଙ୍କୁ ରିଏଲ ଭଳି ଲାଗିବା ପାଇଁ। କୁଆଡେ କୁଆଡେ ସବୁ ଆଉଛ ବେ? ସନ୍ଧି ବିଚ୍ଛେଦ କରିକି ତାର ଉପକାରିତା କୁହାଉଛି। ଆଇ ମିନ୍ ସେଟା ପିଇଲେ କେତେ ଭଲ କଣ ସବୁ ଜିନିଷ। ଶଳା ଏତିକି ଯଦି ପାଠ ତୁ ପଢିଥାନ୍ତୁ, ବାଳ IAS OAS ହେଇକି ବସିଥାନ୍ତୁ। कर देना छोटी बात, दिखा देना अपनी औकात। किरे ସେଇଟା ଯଦି ତୁ ବି କରିଥାନ୍ତୁ, ତୁ ବି ଆଜି IAS OAS ହେଇକି ବସିଥାନ୍ତୁ, ଯାଇକି ପ୍ରାଇଭେଟ କମ୍ପାନୀରେ ଟେକିକି ଧରି ନଥାନ୍ତୁ। କିନ୍ତୁ ଯାହା କୁହ, ଭୁବନେଶ୍ୱର ମୁଣ୍ଡା ଆମର ଭାରି ସାଧୁ। ଏଇ ଦେଖୁନ, ଆରେ ଭାଇ, ଇଏ କଣ ଗଞ୍ଜେଇକୁ ବିରୋଧ କରୁଛି ଆଉ ଏପଟେ ନିଜେ ହୁକ୍କା ଟାଣୁଛି? ଆରେ ଇଏ ତ ପକ୍କା ଦୁଗଲା ନିକଲା। ସାରା ଦୁନିଆ ଜାଣିଛି ବାବାଙ୍କ ପ୍ରସାଦ କଣ, ବାବାଙ୍କ ଭୋଗ କଣ, ବାବାଙ୍କ ଭକ୍ତ ମାନେ ଜାଣିଛୁ। କଣ କହିଲ ମୋ ସାଧୁ ବାବା? ମହାଦେବଙ୍କ ପ୍ରସାଦ ହେଉଛି ଗଞ୍ଜେଇ? କୋଉ ଫଟୋରେ ଦେଖିଛ? କୋଉ ବହିରେ ଲେଖା ହେଇଛି ଦେଖିଛ? ନା ଖାଲି କୁହନ୍ତି ବୋଲି କହୁଛ? ମାନୁଛି କିଛି ଲୋକ ମହାଦେବଙ୍କ ନାଁରେ ଗଞ୍ଜେଇ ଖାଉଛନ୍ତି, କିନ୍ତୁ ସେଇଟା ଠିକ୍ ନୁହଁ କି ଲିଗାଲ ବି ନୁହଁ। ତେଣୁ ଗଞ୍ଜେଇକୁ ମୁଁ ବି ପର୍ସନାଲି ବିରୋଧ କରେ। ଆପଣ ମାନେ ସେଟା ଏମିତି ପ୍ରେଜେଣ୍ଟ କରିଛନ୍ତି କି ଗଞ୍ଜେଇଟା ହଉଛି ଭଗବାନଙ୍କ ପ୍ରସାଦ। ତୁ କେବେ ଭଲେବମ ଯାଇଛୁ? କେବେ କାଉଡିଆ ଯାଇଛୁ? କେବେ ତ୍ରିନାଥ ମେଳା ଦେଖିଛୁ? ଯାଇକି ଦେଖ ରାସ୍ତାରେ ଲୋକ କଣ କରୁଛନ୍ତି, କେମିତି ଯାଉଛନ୍ତି, କଣ ଇସ୍ତେମାଲ କରୁଛନ୍ତି, କୋଉଠି କଣ ପ୍ରସାଦ ଲାଗୁଛି, କୋଉଠି କଣ ଭୋଗ ଲାଗୁଛି। ପୁରାଣ କାଳରୁ ଚାଲି ଆସିଛି, ବହୁତ ପୁରାଣ ଜିନିଷ। କଣ ପୁରାଣ କାଳରୁ ଚାଲିଛି? ଆଉ ପୁରାଣ କାଳରୁ ତ ବି ସତୀଦାହ ପ୍ରଥା ଚାଲିଥିଲା। ଯାହାର ସ୍ୱାମୀ ମରିଯାଉଥିଲା ତାକୁ ନେଇକି ସିଧା ଜୁଇରେ ଜଳି ଦିଆଯାଉଥିଲା। ତାହେଲେ କଣ ଆଜି ବି ସେଇଆ ଚାଲିବ? ତେଣୁ ଯଦି ବି ପୁରାଣ କାଳରୁ କିଛି ଜିନିଷ ଚାଲିଛି ଯୋଉଟା କି ଭୁଲ ଜିନିଷ, ତ ତାକୁ ବନ୍ଦ କରିବା ଦରକାର। ଆଉ ଖାଲି କଥା କେ ମା ଧିଆ କହିଲେ କେମିତି ହବ? ଷ୍ଟାର୍ଟିଂ ରୁ ଗଞ୍ଜେଇର ପ୍ରମୋସନ। ଓହୋ, ଷ୍ଟାର୍ଟିଂ ରୁ ପ୍ରମୋସନ କରିଦେବ ବୋଲି ଭୁଲ ହେଇଗଲା ନା? ପଛରେ କରିବାର ଥିଲା ବୋଧେ। କିରେ ଭୁବନେଶ୍ୱର ମୁଣ୍ଡା, ତୁ ପ୍ରକୃତରେ ଗୋଟେ ହୁଣ୍ଡା। କଣ କହିଲୁ, ଭିଡ଼ିଓର ଷ୍ଟାର୍ଟିଂରେ ପ୍ରମୋସନ କରିଛି ବୋଲି କହୁଛୁ, ତାହେଲେ କଣ ଏଣ୍ଡିଂରେ ପ୍ରମୋସନ କରିଥିଲେ ତୋର କିଛି ଅସୁବିଧା ହେଇନଥାନ୍ତା? ଶେଷରେ ଏତିକି କହିବି, ଶଙ୍କର ଗୀତଟା ବହୁତ ହି ବଢ଼ିଆ ଲାଗୁଛି, ବହୁତ ହି ସୁନ୍ଦର ହେଇଛି ଗୀତଟା, ଏଣ୍ଟରଟେନିଂ ହେଇଛି। କିନ୍ତୁ ଗଞ୍ଜେଇକି ଆମେ କେହି ବି ସପୋର୍ଟ କରିବା ଉଚିତ ନୁହଁ।